ଜୟ ଜଗନ୍ନାଥ ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନିଅନ୍ତୁ। ପ୍ରଥମ ଖବର, ଜୀବନ ଯୁଦ୍ଧରେ ହାରିଗଲେ ମେଲୋଡି କିଙ୍ଗ ଅଭିଜିତ ମଜୁମଦାର। ଓଡ଼ିଆ ଫିଲ୍ମ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ 23 ତାରିଖରେ ଅସୁସ୍ଥ ହେବା ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ବହୁ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର ଦଳ। ତାଙ୍କ ବିୟୋଗରେ ଅଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି। ଶୋକ ସାଗରରେ ଭସେଇ ଆରେପାରିରେ ଅଭିଜିତ ମଜୁମଦାର। ପରବର୍ତ୍ତୀ ଖବର, 3-0ରେ ଭାରତର ଆଗୁଆ ସିରିଜ ବିଜୟୀ। ଅଭିଷେକ ଶର୍ମା ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ତୃତୀୟ ଟି-20 ମ୍ୟାଚକୁ ଭାରତ 8 ୱିକେଟରେ ଜିତି ନେଇଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ 154 ରନର ବିଜୟ ଲକ୍ଷ୍ୟକୁ ଭାରତ 10 ଓଭରରେ 2 ୱିକେଟ ହରାଇ ହାସଲ କରିନେଇଥିଲା। ପରବର୍ତ୍ତୀ ଖବର, ଓଡ଼ିଶାର 4 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି। 2026 ବର୍ଷରେ ପଦ୍ମ ପୁରସ୍କାର ପାଇବେ ମୋଟ 131 ଜଣ। 5 ଜଣଙ୍କୁ ପଦ୍ମ ବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ, 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ 4 ଜଣ ପାଇବେ ପଦ୍ମଶ୍ରୀ ପୁରସ୍କାର। ପରବର୍ତ୍ତୀ ଖବର, ଆଗୁଆ ନୁହେଁ ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ। 5 ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ। ସେ କହିଛନ୍ତି, ସମୟ ଆସିଲେ ପଞ୍ଚାୟତ ନିର୍ବାଚନ ନେଇ ନିଷ୍ପତ୍ତି ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସବଡିଭିଜନ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି। 10 ଦିନ ଭିତରେ ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି। ବୁଥ ବାଲଟ ବକ୍ସ ସମେତ ଯାହା ଯାହା ଆବଶ୍ୟକ ସେ ନେଇ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର। ପରବର୍ତ୍ତୀ ଖବର, ଭୁବନେଶ୍ୱରରେ ଖସୁଛି ଭୂତଳ ଜଳ। ବିଶ୍ୱର ଅଧା ଜନସଂଖ୍ୟା ଏବେ ଜଳ ସଙ୍କଟ ଦେଇ ଗତି କରୁଛି। ଜାତିସଂଘ ତରଫରୁ ପ୍ରକାଶିତ ଏକ ରିପୋର୍ଟରେ ଏଭଳି ଉଦ୍ବେଗଜନକ ତଥ୍ୟ ଦିଆଯାଇଛି। କେବଳ ସେତିକି ନୁହେଁ, ବିଶ୍ୱର 100ଟି ବୃହତ୍ତମ ସହର ମଧ୍ୟରୁ ଅଧା ଅର୍ଥାତ୍ 50ଟି ସହର ଗମ୍ଭୀର ଜଳ ସଙ୍କଟର ସମ୍ମୁଖୀନ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏପଟେ ଓଡ଼ିଶା ତଥା ରାଜଧାନୀ ଭୁବନେଶ୍ୱରରେ ଜଳ ସଙ୍କଟ ସ୍ଥିତି ମଧ୍ୟ ଉଦ୍ବେଗଜନକ ରହିଛି। ପରବର୍ତ୍ତୀ ଖବର, ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ହ୍ୱାଟ୍ସଆପ୍ର ମାଲିକାନା ସଂସ୍ଥା ମେଟା ୟୁଜରମାନଙ୍କ ମେସେଜ ପଢ଼ୁଥିବା ସାଂଘାତିକ ଅଭିଯୋଗ ଲାଗିଛି। ଆମେରିକାର ଏକ କୋର୍ଟରେ ଏନେଇ ମାମଲା ରୁଜୁ ହୋଇଛି। ସାନ୍ ଫ୍ରାନ୍ସିସ୍କୋର ଏକ କୋର୍ଟରେ ଭାରତ, ଅଷ୍ଟ୍ରେଲିଆ, ବ୍ରାଜିଲ, ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକାର ୟୁଜରମାନଙ୍କ ଏକ ସମୂହ ଏହି ମାମଲା ଦାୟର କରିଛନ୍ତି। ପରବର୍ତ୍ତୀ ଖବର, ବଢୁଛି ଜିଡିପି, ବଢୁନାହିଁ ମୁଣ୍ଡ ପିଛା ଆୟ। ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତୀୟ ଅର୍ଥନୀତି, କିନ୍ତୁ ବଢୁନାହିଁ ମୁଣ୍ଡ ପିଛା ଆୟ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି IMF ରିପୋର୍ଟ ଅନୁଯାୟୀ ଭାରତର ଜିଡିପି $4 ଟ୍ରିଲିୟନ ଅତିକ୍ରମ କରିସାରିଛି। ଖୁବ୍ ଶୀଘ୍ର ଭାରତ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି। ତେବେ ମୁଣ୍ଡ ପିଛା ଆୟ କ୍ଷେତ୍ରରେ ଏବେ ମଧ୍ୟ ବଡ଼ ବ୍ୟବଧାନ ରହିଛି। ଭାରତରେ ବର୍ତ୍ତମାନ ମୁଣ୍ଡ ପିଛା ଆୟ ପ୍ରାୟ $2,818 ରହିଛି, ଯେତେବେଳେ ଚାଇନାରେ $13,300କୁ ଅଧିକା। ସେହିଭଳି ବିକଶିତ ଦେଶଗୁଡ଼ିକର $40,000ରୁ ଅଧିକ ରହିଛି। ପରବର୍ତ୍ତୀ ଖବର, ସରକାରୀ ଡାକ୍ତରଖାନାକୁ ଆଉ ଭରସା କରିପାରୁନାହାନ୍ତି ରୋଗୀ କି ତାଙ୍କ ସମ୍ପର୍କୀୟ। ଏହାର ସୁଯୋଗ ନେଇ ମାତିଛନ୍ତି ଦଲାଲ। ସରକାରୀ ହସ୍ପିଟାଲରେ ଚାକିରି କରୁଛନ୍ତି, କିନ୍ତୁ ଘରୋଇ ହସ୍ପିଟାଲ କିମ୍ବା କ୍ଲିନିକକୁ ନେବାକୁ ଉତ୍ସାହିତ କରୁଛନ୍ତି।
ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରୁ ଏଭଳି ଦୃଶ୍ୟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ପରବର୍ତ୍ତୀ ଖବର 8 ବନ କର୍ମଚାରୀଙ୍କୁ ନୋଟିସ୍। ହାତୀ ମୃତ୍ୟୁ ଉପରୁ ହଟିଲା ପରଦା। ଲୁଚାଇବାକୁ ଯାଇ ହାତୀକୁ ଖଣ୍ଡ ଖଣ୍ଡ କରି 32 ଖଣ୍ଡ କରିଥିଲେ ବନ କର୍ମଚାରୀ। କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧୀନସ୍ଥ ବେଲଘର ବନାଞ୍ଚଳରେ ହାତୀ ମୃତ୍ୟୁ ପରେ ହାତୀକୁ ଖଣ୍ଡ ଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣାର ରହସ୍ୟ ଖୋଲିଛନ୍ତି ବ୍ରହ୍ମପୁର ଆରସିସିଏଫ୍। ପରବର୍ତ୍ତୀ ଖବର ଲୋକସଭାରୁ ଦିଲ୍ଲୀବାସୀଙ୍କୁ ରାହୁଲଙ୍କ ବାର୍ତ୍ତା। ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ବାୟୁରେ ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ଠିକରେ ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇପଡୁଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହାକୁ ନେଇ ଲୋକସଭାରେ ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବାୟୁ ପ୍ରଦୂଷଣ ନେଇ ସେ କହିଛନ୍ତି, ବାୟୁ ପ୍ରଦୂଷଣ ପାଇଁ ଆମକୁ ବହୁମୂଲ୍ୟ ଦେବାକୁ ପଡୁଛି। ଆମ ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି ଉଭୟ ପ୍ରଭାବିତ ହେଉଛି। ପରବର୍ତ୍ତୀ ଖବର ଓଡ଼ିଶାରେ ହେବାକୁ ଯାଉଛି AIOML ଲ୍ୟାବ୍। ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ବଲପୁର ୟୁନିଭର୍ସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ ଟେକ୍ନୋଲୋଜିରେ 175 କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ସହିତ ଇଣ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମ ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ପରବର୍ତ୍ତୀ ଖବର ICCର ଚେତାବନୀ ପରେ ନରମିଲା ପାକିସ୍ତାନ। କଲା ଟି20 ବିଶ୍ୱକପ୍ ପାଇଁ ଦଳ ଘୋଷଣା। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ICCର କଠୋର ଆଭିମୁଖ୍ୟ ପରେ ନରମିଲା ପାକିସ୍ତାନ। କ୍ରିକେଟ ବୋର୍ଡ PCB ଶେଷରେ ଆଗାମୀ 2026 ଟି20 ବିଶ୍ୱକପ୍ ପାଇଁ ନିଜର 15 ଜଣିଆ ଦଳ ଘୋଷଣା କରିଛି। ବାଂଲାଦେଶକୁ ସମର୍ଥନ ଜଣାଇ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ବୟକଟ କରିବ ବୋଲି ଚର୍ଚ୍ଚା ହେଉଥିଲା। ତେବେ ରବିବାର ଦଳ ଘୋଷଣା କରି PCB ସମସ୍ତ ଅନିଶ୍ଚିତତାର ଦୂର ଘଟାଇଛି।